माँ अंबिका पालानुष्ठान उतारणर आनुकूल्य आम अंचलवासी आम ग्रामवासी पालाप्रेमी साहित्य प्रेमी समस्तंकर प्रच्छन्न सहयोग प्रेरणा सदिच्छा स्नेह श्रद्धा आशीर्वाद को कामना करी चलित वर्षर सांवत्सरिक प्रतियोगितामूलक पाला महामहोत्सव द्वितीय जामिनी रे पदार्पण करिछि। वर्तमान पाला परिवेषण करुछन्ति मंचरे गायक सौरभ रविनारायण त्रिपाठी महोदय। आमर पूर्व घोषणा अनुजाई आम गहन रे आजिर अतिथि भाव आपण माने समस्ते जहां टीवी परदार बारंबार देखिछन्ति प्रार्थना बादीपाला मंच बादीपाला महामंचर समीक्षक एकाधार रे जड़े साहित्यिक वेदविद प्रवक्ता पंडित पद्मनाभ त्रिपाठी महोदय जी आम गहन रे बहु समय धरी उपवेशन करिछन्ति। तांको आजिर ए कार्यक्रम को समस्त तरफ स्वागत जनाऊँची। अन्यतम अतिथि भाव जहाँ गायक महोदय घोषणा करुले मंचरे पाला जेतबेले दिगहरा होउथला पाला को एक स्वतंत्र स्थान देई जनमानस रे पाला रो विषय वस्तु को लोकों पाखरे पहुंचाइबार जो अदम्य प्रयास जे पालावाला को डाकिले पालावाला विषय घोषिकी जाती घर से प्रार्थना टीवी रो मैनेजर तथा आ गोटे नुआ टीवी हेबाकु जाउछि खूब कम दिन भितर जहाँ घोषणा करेंगे महोदय शपथ महापात्र महोदय तांको मध्य आजिर कार्यक्रम को स्वागत करुछि आम अनुष्ठान तरफरु। एबे मु अनुनय रखिबी आमर दुई जन अतिथि मंचासीन हेबे। वर्तमान आम माँ अंबिका पालानुष्ठान तरफर आमर आजिर अतिथि महोदय मानक आम स्वागत करुछु पुष्पमाल्य एवं उत्तर प्रदान करी। एबे मु अनुरोध रखिबी ओडिशार जड़े प्रगल्भ वक्ता एकाधार साहित्यिक बाग्मी पंडित पद्मनाभ त्रिपाठी महोदय को से आज आमर निमंत्रण रक्षा करी निजर कार्य व्यस्तता सत्वे आम गहन रे पदार्पण करिछन्ति। आमको आमे सेतिपई कृतज्ञ। मु अनुरोध करबी पंडित पद्मनाभ त्रिपाठी महोदय को से अच्छा अच्छा चैनल हाँ ये मिठाई जी ठीक है हाँ वर्तमान मु अनुनय रखिबी पंडित महोदय को से दीपद तांकर सारगर्भक कथा आम जनसाधारण को उद्देश्य रे रखिबे। करुछि जनाण कृपामयी चरण तलरे दीन किंचन करुछि जनाण कृपामयी चरण
ବିଚର ରମାତ କଲ୍ୟାଣ କରତା ତୁମ୍ଭେ ଜାଣ କାର୍ଯ୍ୟାର୍ଥେ ନିର୍ଗୁଣ ସଗୁଣ କୃପାମୟୀ କରମଳା ତ ପୀଠ କୋଳେ ଧରିଛୁ ଘନ ଶ୍ୟାମ ଯାହାର ଲୋଡ଼ା ଯାହା ପୂର୍ଣ୍ଣ କରୁ ତୁମା ଏଣୁ ତ ମହିମା ଅସୀମ କୃପାମୟୀ କରମଳା ତ ପୀଠ କୋଳେ ଧରିଛୁ ଘନ ଫଳଦର ପବିନାଶୀ ଭୋଲାରୁ ପୌର୍ଣ୍ଣମାସୀ ପୂଜାକୁ ନ ହୋଇବୁ ଘଟିଛନ୍ତି ଯାହାର ପାଦତେ ବ୍ରହ୍ମାହର ନିଖିଳ ଜଗତର କୃପାମୟୀ ଖରାକୁ ଦିନେ ଢାଙ୍କେ ତୋର ଆବୃତ୍ତେ ଭଗବାନ ଖରାପି ମୂଢ଼ ଚିତ୍ତ କାହୁଁ ଜାଣିବେ ତତ୍ତ୍ୱ ତଦୀୟ କୃପାଟି ପ୍ରଧାନ କୃପାମୟୀ ଖରାକୁ ଜନ୍ମେ ଢାଙ୍କେ ତୋର ଆବୃତ୍ତେ ଗ୍ରାମଦେବୀ ମା ଅମ୍ବିକାଙ୍କ ଚରଣ ରବିନ୍ଦରେ କୋଟି କୋଟି ପ୍ରଣିପାତ ପାଲା ମଞ୍ଚରେ ସତ୍ୟନାରାୟଣ ଦେବଙ୍କ ଚରଣ ରବିନ୍ଦରେ କୋଟି କୋଟି ପ୍ରଣିପାତ ଆଜିର ସୁନ୍ଦର ବାଦିପାଲା ମଞ୍ଚରେ ଉତ୍ତାରଣ ଗ୍ରାମରେ ଆପଣମାନେ ଆମକୁ ଡାକିଥିବାରୁ ବିଶେଷ କରି ଆପଣଙ୍କ ତରଫରୁ ଡକ୍ଟର ଜ୍ଞାନପ୍ରିୟ କାନୁନଗୋ ଆମକୁ ଡାକିଥିବାରୁ ଆମେ କୃତଜ୍ଞତା ଜ୍ଞାପନ କରୁଛୁ। ମୋ ସହିତ ଅଛନ୍ତି ପ୍ରାର୍ଥନା ଟିଭିର ସେ ପାଲାକୁ ଯିଏ ବିଶେଷ ଭାବରେ ପ୍ରୋତ୍ସାହିତ କରିଛନ୍ତି ସେ ଶପଥ ମହାପାତ୍ର ମହୋଦୟ। ତାଙ୍କର ପିତା ଜଣେ ଶଶିଭୂଷଣ ମହାପାତ୍ର ଜଣେ ସୁନ୍ଦର କବି, ଉତ୍ତମ କବି, ରୀତିଯୁଗୀୟ କବିତା ତାଙ୍କର କାବ୍ୟ ଅନେକ କାବ୍ୟ ଅଛି, ତାକୁ ସବୁ ପ୍ରକାଶିତ ହେଉଛି ଧୀରେ ଧୀରେ। ଆଜି ମୁଁ ଏକା ବି ଆସିବାକୁ ମାନେ ମନ ହେଉନଥିଲା, ଯେହେତୁ ଶପଥ ସାର୍ ଆସିଲେ ତେଣୁ ଆମେ ପଳେଇ ଆସିଲୁ। ସେ ମଧ୍ୟ ତାଙ୍କ ଗୋଡ଼ ଟିକେ ହେଇଛି, ତଥାପି ସେ ଆସିଲେ। ଦେଖିଲୁ ଏଠି ମଞ୍ଚରେ ଏତେ ଶ୍ରୋତା, ବହୁତ ଆନନ୍ଦ ଯେ ପାଲାର ପ୍ରକୃତ ଶ୍ରୋତା ଏଠି ଅଛନ୍ତି। ଯେଉଁଠି ସାହିତ୍ୟ ସଙ୍ଗୀତ କଳା ରହିଛି, ଯେଉଁଠି ନବରସ ରହିଛି, ଯେଉଁଠି ଯମକ ଅନୁପ୍ରାସ ରହିଛି, ଯେଉଁଠି ଉପମା ରହିଛି, ଇଏ ଭଳିଆ କାବ୍ୟ ରୀତିଯୁଗୀୟ କାବ୍ୟ ସୁଭଦ୍ରା ପରିଣୟକୁ ଗାନ କରୁଥିଲେ ଆପଣଙ୍କର ଆଜିର ମଞ୍ଚାସୀନ ପାଲା ଗାୟକ ଶ୍ରୀଯୁକ୍ତ ରବୀନ ନାରାୟଣ ପତି ତ୍ରିପାଠୀ ଆଚ୍ଛା ତ୍ରିପାଠୀ ମହୋଦୟ। ତେଣୁ ସୁନ୍ଦର ଲାଗିଲା, ସେ ଗାଉଥିଲେ ଝାମ୍ପତାଲରେ ଯେଉଁ ସୁନ୍ଦର ସିନ୍ଧୁତିରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ରାଜ ସାଧୁଜନେ ଅଛି ତହିଁ ବହୁତ ଆଶ୍ଚର୍ଯ୍ୟ, ସେ ଭୂମି ପ୍ରବେଶେ ବ୍ରହ୍ମ ହତ୍ୟା ପାପ ହରେ ସାକ୍ଷାତ ହୋଇଛି ଏ କପାଳ ମୋଚନରେ। ଯୋଉଠି ପହଞ୍ଚିଗଲେ ବ୍ରହ୍ମ ହତ୍ୟା ପାପ ହରଣ ହେଇଯାଏ। ଆଉ ପ୍ରସଙ୍ଗ ମଧ୍ୟ ସେ ଶିଶୁପାଳ ବଧ ଆଡ଼କୁ ଯାଉଛନ୍ତି, ରାଜସ୍ୱୀୟ ଯଜ୍ଞ କରିବେ ଯୁଧିଷ୍ଠିର ମହାରାଜ, ନହେଲେ ତାଙ୍କର ପାପ ମୋଚନ ହବ ନାହିଁ।
ରାଜସ୍ୱୀୟ ଯଜ୍ଞ କଲେ ଯାଇ ଶିଶୁପାଳ ବଧ ହବ। ବେଦବ୍ୟାସ ଆସି ପହଞ୍ଚି ଯାଇଛନ୍ତି, ସେ ସୂତ୍ରପାତ କରୁଛନ୍ତି ଯେ ତମର ପାପ ମୋଚନ ପାଇଁ ରାଜସ୍ୱୀୟ ଯଜ୍ଞ କର। ତା ମାନେ ଶିଶୁପାଳ ବଧର ଇଏ ହେଉଛି ଗୋଟିଏ ସୁନ୍ଦର ତରିକା। ଆଉ ପ୍ରସଙ୍ଗ ଭିତରେ ଗାୟକ ମହୋଦୟ ବହୁତ ବଢିଆ କଥାଟିଏ ଉଠେଇଛନ୍ତି ଯେ ବ୍ରହ୍ମା ହେଉଛନ୍ତି ବ୍ରାହ୍ମଣ, ତାଙ୍କ ପୁଅ ବଶିଷ୍ଠ ହେଲେ ବ୍ରାହ୍ମଣ। ବଶିଷ୍ଠ ହେଉଛନ୍ତି ବ୍ରାହ୍ମଣ, ତାଙ୍କ ପୁଅ ଶକ୍ତିମୁନି ହେଲେ ବ୍ରାହ୍ମଣ। ଶକ୍ତିମୁନି ହେଉଛନ୍ତି ବ୍ରାହ୍ମଣ, ତାଙ୍କ ପୁଅ ପରାଶର ହେଲେ ବ୍ରାହ୍ମଣ। ପରାଶର ହେଉଛନ୍ତି ବ୍ରାହ୍ମଣ, ତାଙ୍କ ପୁଅ ବ୍ୟାସ ହେଲେ ବ୍ରାହ୍ମଣ। କିନ୍ତୁ ବ୍ୟାସ ବ୍ରାହ୍ମଣ ହେଇକରି ତାଙ୍କ ପୁଅ ପଣ୍ଡୁ ଧୃତରାଷ୍ଟ୍ର ସିଏ କ'ଣ ବ୍ରାହ୍ମଣ ହେଇପାରିନଥାନ୍ତେ, କାହିଁକି ହେଲେ ନାହିଁ? ବିଦୁର ଇଏ ପ୍ରଶ୍ନ କରୁଛନ୍ତି। ବିଦୁର ଗୋଟେ ନୀତିଶାସ୍ତ୍ର ଲେଖିଛନ୍ତି। ସେ ନୀତିଶାସ୍ତ୍ର କହୁଛି ଯାହା ନୀତି ଚଳି ଆସିଛି ସେୟା ଚଳିବ। ଏହା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ, ବିଦୁରଙ୍କର ମଧ୍ୟ ମନରେ ପ୍ରଶ୍ନ। କିନ୍ତୁ ମୁଁ ଗୋଟେ ସହଜ ଉତ୍ତର ଆପଣଙ୍କୁ ଦେବି। ଯଦି ଜଣେ ବ୍ରାହ୍ମଣ ଜଣେ ଅବିବାହିତା କୁମାରୀକୁ ବାହା ହେବ, ସେ କୁମାରୀ ଯୋଉ ଜାତିର ହେଇଥାଉ ସେ ବ୍ରାହ୍ମଣୀ ହେଇଯିବ। ବିବାହ ହେଇନଥିବ ସେ ବ୍ରାହ୍ମଣୀ ହେଇଯିବ। କିନ୍ତୁ ଜଣେ କ୍ଷତ୍ରିୟକୁ ବିବାହ କରି ସାରିଛନ୍ତି କିଏ? ଅମ୍ବିକା ଅମ୍ବାଳିକା, ଅମ୍ବା ତ ବାହା ହେଇନା, ଅମ୍ବିକା ଅମ୍ବାଳିକା କ୍ଷତ୍ରିୟକୁ ବିବାହ କରି କ୍ଷତ୍ରିୟାଣୀ ହେଇସାରିଛନ୍ତି। ଆଉ ମା ବ୍ୟାସଙ୍କର ମା ଯିଏ ଥିଲେ କି ଗନ୍ଧା ତାଙ୍କୁ କହୁଥିଲା ମତ୍ସ୍ୟଗନ୍ଧା। ମତ୍ସ୍ୟଗନ୍ଧାରୁ ସେ ହେଲେ ସତ୍ୟବତୀ। ସତ୍ୟବତୀ ନିଜ ପୁଅ ବ୍ୟାସଙ୍କୁ ସ୍ମରଣ କଲେ ଏବଂ ବ୍ୟାସ କୃପା କରିବାରୁ ଏ ସନ୍ତାନ ଜନ୍ମ ହେଲେ। କିଏ? ନା ଧୃତରାଷ୍ଟ୍ର ଆଉ ପଣ୍ଡୁ ଏବଂ ବିଦୁର। ଏଇ ତ ନା କିଏ ଜାଣିପାରିଲେ? ବିଦୁର ତାଙ୍କ ପୁଅ। ତେଣୁ ବିଦୁର କହୁଛନ୍ତି ମୁଁ କାହିଁ ବ୍ରାହ୍ମଣ ନହେଲି, ବା ବ୍ରାହ୍ମଣ ହବାର ଇଚ୍ଛା। କିନ୍ତୁ ଯେହେତୁ କ୍ଷତ୍ରିୟାଣୀ ଗର୍ଭରୁ ଜନ୍ମ ହେଇଛନ୍ତି, ସିଏ କ'ଣ ହେଲେ ନା କ୍ଷତ୍ରିୟ ହେଲେ। ଯଦି ବ୍ୟାସଦେବ ଆସିବେ, ଆମର କାହାର ସନ୍ତାନ ହଉନଥିବ, ଆମେ ଡାକିବା ବ୍ୟାସଦେବ ଆସନ୍ତୁ, ଆମକୁ ଟିକେ କୃପା କରନ୍ତୁ। ବ୍ୟାସଦେବ ହାତ ଦେଖେଇ ଦେଲେ ବି ସନ୍ତାନ ହେଇଯିବ। ତାହେଲେ ସିଏ ଯାହା ଘରେ ସନ୍ତାନ ହେବ, ସେ କ୍ଷତ୍ରିୟ ହେଇଥିଲେ ସେ କ୍ଷତ୍ରିୟ ସନ୍ତାନ ହେବ, ସେ ବ୍ରାହ୍ମଣ ହେଇଥିଲେ ବ୍ରାହ୍ମଣ ସନ୍ତାନ ହେବ, ସେ ବୈଶ୍ୟ ହେଲେ ବୈଶ୍ୟ ସନ୍ତାନ ହେବ, ଶୂଦ୍ର ହେଲେ ଶୂଦ୍ର ସନ୍ତାନ ହେବ। ପାର୍ଥକ୍ୟ ହେଉଛି ଏତିକି ମାତ୍ର, ନିୟୋଗ ପଦ୍ଧତି। ତାକୁ ନିୟୋଗ ବୋଲି କୁହାଯାଉଥିଲା। ଶପଥ ସାର୍ ଜାଣିଛନ୍ତି ସେ ବିଦ୍ୟାଟି ତ। ତେଣୁ ନିୟୋଗ ଅନୁସାରେ ଯେହେତୁ କ୍ଷତ୍ରିୟାଣୀ ଥିଲେ, ଏବେ ଯଦି ବ୍ରାହ୍ମଣ ପିଲାଟେ ଯାଇକି କ୍ଷତ୍ରିୟ ଘରେ ବାହା ହେଇକି କ୍ଷତ୍ରିୟ ଘରେ ଘର ଚଇଁଆ ହେଇକି ରହିବ, ତା ସନ୍ତାନ ମଧ୍ୟ କ୍ଷତ୍ରିୟ ହେବା କଥା। ଯାହା ହଉ, ଇଏ ପ୍ରସଙ୍ଗ ବିଦୁରଙ୍କ ପ୍ରଶ୍ନରେ ରହିଯାଇଥିଲା ନା, ଉତ୍ତର ଦେବାକୁ ଭଲ ଲାଗିଲା। ପାଲା ଭଲ ଲାଗିଲା, କାହିଁକି ନା ଜଗତସିଂହପୁର ମା ଶାରଳାଙ୍କର ପୀଠ। ତେଣୁ ଜଗତସିଂହପୁର ପାଲାକାର ମାନଙ୍କ ଭିତରେ ଯେଉଁ ତାନମାନ ଅଛି, କାଣ୍ଟଛାଣ୍ଟ ଅଛି, ସେ ମୃଦଙ୍ଗରେ ହଉ ଆଉ ପାଳିଆ ମାନେ ଯେଉଁ ସୁନ୍ଦର ଗୀତ ବୋଲୁଛନ୍ତି, ଏଠି ଆପଣ ପାଇବେ କୀର୍ତ୍ତନ। କୋଉ କୀର୍ତ୍ତନ? ମୁଁ ଶପଥ କାନରେ କହୁଥିଲି ଯେ ଓଡ଼ିଶୀ ଗୀତ ଅଲଗା, ଓଡ଼ିଶୀ କୀର୍ତ୍ତନ ଅଲଗା। ପାଲାରେ ଓଡ଼ିଶୀ କୀର୍ତ୍ତନ ଆମେ ଦେଖିବାକୁ ପାଉଛୁ, ନଦିଆ କୀର୍ତ୍ତନ ବି ଦେଖିବାକୁ ପାଇଛୁ। ଯେତେବେଳେ ଆମର ଗାୟକ ଶିରୋମଣି ନିରଞ୍ଜନକର ଗଲେ କଲିକତା, କିଛି ଦିନ ରହିକିରି ପାଲା କରି ଆସିଲେ, ସିଏ ମଧ୍ୟ ନଦିଆ ସଂକୀର୍ତ୍ତନରେ ପାଲା କରୁଥିଲେ, ପୁରା ନଦିଆ ସଂକୀର୍ତ୍ତନ ତାଙ୍କର। କିନ୍ତୁ ଅରିଜିନାଲ ଓଡ଼ିଶାର ଓଡ଼ିଶୀ କୀର୍ତ୍ତନ ବର୍ତ୍ତମାନ ବହୁତ ସଂକୀର୍ତ୍ତନ ମଣ୍ଡଳୀ ଅଛନ୍ତି। ପ୍ରାର୍ଥନା ଚ୍ୟାନେଲରେ କୀର୍ତ୍ତନ ହେଲା, ଆଉ କୀର୍ତ୍ତନ ଆଉ ଆମର ସିଦ୍ଧାର୍ଥ ଭକ୍ତିରେ କୀର୍ତ୍ତନ ହେଲା। ଏ କୀର୍ତ୍ତନ ରହିଛି ପାଲାରେ। ତ ପାଲାକୁ ଉପେକ୍ଷା କଲେ ଇଏ ସଂସ୍କୃତି ବୁଡ଼ିଯିବ। ତେଣୁ ପାଲାକୁ ଆପଣ ଯେତେ ଦିନ ସାଇତି ରଖିଥିବେ, ଏ ଗାଁର କୁନି କୁନି ପିଲାମାନେ ସେମାନେ ମଧ୍ୟ ଯଦି ପାଲା ଦେଖିବେ, ତାଙ୍କର ଶବ୍ଦ ଜ୍ଞାନ, ଓଡ଼ିଆ ଶବ୍ଦ ଜ୍ଞାନ ବହୁତ ହେଇଯିବ। କାରଣ ଆଜିକାଲି ଓଡ଼ିଆ ଶବ୍ଦ ଜ୍ଞାନ ବହୁତ କମିଗଲାଣି। ତେଣୁ ସେଥିପାଇଁ ଆପଣମାନେ ଅନୁଷ୍ଠାନ ଚିରଞ୍ଜୀବୀ ରହୁ ଏବଂ ଇଏ ପିଲାମାନେ ସମସ୍ତେ ସେଇ ମା ଶାରଦାଙ୍କ କୃପାରୁ, ସତ୍ୟନାରାୟଣଙ୍କ କୃପାରୁ ମଙ୍ଗଳମୟ ନିଜର ମାତୃଭାଷାର ସାହିତ୍ୟକୁ ସେ ଅନୁଧ୍ୟାନ କରନ୍ତୁ। ଉଚ୍ଚ ହେବା ପାଇଁ ଯଦି କର ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା ନ୍ୟାୟରେ। ଯାହା ହଉ,
ବେଶୀ କହିବାର ସମୟ ନାହିଁ, କାରଣ ପାଲା ହେବ। ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଡକ୍ଟର ଜ୍ଞାନପ୍ରିୟ କାନୁନଗୋ ମୋତେ ଯେତିକି ସମୟ କହିଥିଲେ, ବେଶୀ ସମୟ ମୁଁ କହିଥିଲେ ହେଇଥାନ୍ତା, କିନ୍ତୁ ମୁଁ ଚାହୁଁନି ପାଲାରେ ବ୍ରେକ୍ ମାରିବା ପାଇଁ। ମୋତେ ମଧ୍ୟ ପାଲା ଭଲ ଲାଗିଲା, ମୁଁ ଦେଖିବି ବୋଲି। ତେବେ ମୁଁ ଏଇଠି ମୋର ବାଣୀକୁ ବିଶ୍ରାମ ଦେଉଛି। ଜୟ ଜଗନ୍ନାଥ। ସମସ୍ତେ କୁହନ୍ତୁ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି ପଣ୍ଡିତ ମହୋଦୟଙ୍କ ପାଖରେ। ଯାହା ହଉ ଆମର ତାଙ୍କର ବହୁମୂଲ୍ୟ ସମୟ ଦେଇ ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ଦୀପଦ ସମୀକ୍ଷାତ୍ମକ ତୁଳନାତ୍ମକ କଥା ପାଲାର ଦୃଷ୍ଟିଭଙ୍ଗୀରେ ରଖିଥିବାରୁ ଆମେ ଆମ ଅନୁଷ୍ଠାନ ତରଫରୁ, ମା ଅମ୍ବିକା ପାଲା ଅନୁଷ୍ଠାନ ତରଫରୁ, ଏ ଗାଁ ତରଫରୁ, ଅଞ୍ଚଳବାସୀଙ୍କ ତରଫରୁ ଚିର କୃତଜ୍ଞ। ଏବେ ମୁଁ ଅନୁରୋଧ କରିବି ପ୍ରାର୍ଥନା ଟିଭିର ମ୍ୟାନେଜର ଦୀପଦ କଥା ରଖିବେ। ସିଏ ବି କମ୍ ନୁହଁ, ସେ ପାଲା ସାହିତ୍ୟ ଶାସ୍ତ୍ର ବିଷୟରେ କମ୍ ନୁହଁ, ତଥାପି ଅନୁରୋଧ କରିବି ଦୀପଦ କଥା ରଖିବେ। ଜୟ ଶ୍ରୀ ଜଗନ୍ନାଥ। କୃତଜ୍ଞତା ଜଣାଇବି, ଧନ୍ୟବାଦ ଦେବି ଉତ୍ତରଣ ଗ୍ରାମବାସୀ, ସଂସ୍କୃତି ପ୍ରେମୀ, ପାଲା ପରି ଏକ ଅନନ୍ୟ ଲୋକକଳାକୁ ଭାଇ କ'ଣ କହୁଥିଲେ 100 ବର୍ଷ ହେବ କି କ'ଣ ବେଶୀ ହେବ, ତାକୁ ବଞ୍ଚେଇ ରଖିଛନ୍ତି ଏ ମଞ୍ଚରେ। ମୁଁ ପିଲାଦିନେ ମୋ ଗାଁ ଯାଜପୁର ଜିଲ୍ଲାର ବଡ଼ଚଣା ଅନ୍ତର୍ଗତ ବନ୍ତଳା ଶାସନ, ସେଇଠି ଆଣ୍ଠେଇବା ଅବସ୍ଥାରେ ମୁଁ ପାଲା ଦେଖିଛି, ମୋ ମନ ଅଛି। ମୁଁ ଗୁରୁଣ୍ଡିକି ମୋ ଘର ପାଖରେ ମଞ୍ଚ, ଆମର ବି 100 ବର୍ଷରୁ ଉର୍ଦ୍ଧ୍ୱ ଅନୁଷ୍ଠାନ, ସତ୍ୟନାରାୟଣ ଅନୁଷ୍ଠାନ। ମୁଁ ଆଣ୍ଠେଇ ଆଣ୍ଠେଇ ପଳେଇଯାଏ, ଆଉ ସେ ମଞ୍ଚ କଡ଼ରେ ବସି ପାଲା ଦେଖେ। ଆଉ ସେ ବାପା ଜଣେ କବି, କଳାକାର, ସାହିତ୍ୟିକ, ଲେଖକ, ଜୀବନରେ 52 ଖଣ୍ଡ ନାଟକ ଲେଖିଲେ, ଅନେକ ଖଣ୍ଡ କାବ୍ୟ ରଚନା କଲେ। ଚମ୍ପୁ, ଛାନ୍ଦ, ଚଉତିଶା, କେତେ ଯେ ଭଜନ ଜଣାଣ ତାର ଠିକଣା ନାହିଁ। ସେତିକିବେଳେ ଆମେ ଅନୁପ୍ରାଣିତ ହୋଇଥିଲୁ ତାଙ୍କ ଦ୍ୱାରା, ଏବଂ ତାଙ୍କର ଆଶୀର୍ବାଦ ବୋଧ ହୁଏ ପୁଣି ଟାଣି ଆଣିଲା ସଂସ୍କୃତି ଭିତରକୁ ମୋତେ। ଯଦିବା ଅନେକ ଚାକିରି ଛାଡ଼ି ଛାଡ଼ି 96 ମସିହାରୁ ଅଲ୍ ଇଣ୍ଡିଆ ରେଡ଼ିଓ କୃଷି ସଂସାର ବିଭାଗରେ, ଯେଉଁମାନେ ଯଦି ରେଡ଼ିଓ ଶୁଣୁଥିବେ ସେତେବେଳେ ଜାଣିଥିବେ, ଯାହାକୁ ଗୁରିଆ ଭାଇ ବୋଲି ଡାକୁଥିଲେ ସେ ଲୋକଟି ହେଉଛି ମୁଁ। ସେଠୁ ଯାତ୍ରା ଆରମ୍ଭ ହୁଏ ପୁଣି ଟିଭି ମିଡ଼ିଆକୁ, ଦୂରଦର୍ଶନ, ଦୂରଦର୍ଶନରୁ ପୁଣି OTVର ପ୍ରାର୍ଥନା ଚ୍ୟାନେଲ। ସେଠି ପହଞ୍ଚିଲି। ପୁଣି ପହଞ୍ଚିଲା ପରେ ସେ ଛନ୍ଦି ହେଲା ମୋରି ବେକରେ ଏଇ ପାଲା କାର୍ଯ୍ୟକ୍ରମ। ଆପଣମାନେ ସମସ୍ତେ ଦେଖିଥିବେ, ରଜତ କରିଥିଲେ, ତାଙ୍କୁ ନେଇ ବାଦୀପାଲା ମଞ୍ଚ ଚାଲିଲା କିଛି ଦିନ, କିଛି ବହୁ ବର୍ଷ ଧରି ଚାଲିଲା। ତାଙ୍କର ଦେହାନ୍ତ ହୁଏ, ଭାଇନା ବୋଲି ମୁଁ ଡାକେ ତାଙ୍କୁ। ତା ଭିତରେ ପାଲା ସଂଯୋଜନା ଭିତରେ ସେ ପାଆନ୍ତି ପଦ୍ମଶ୍ରୀ ପୁରସ୍କାର। ବହୁ ଖୁସିର କଥା, ଆନନ୍ଦର କଥା, ତାଙ୍କ ସାଙ୍ଗରେ ମିଳିବାର ସୌଭାଗ୍ୟ, ମିଶିବାର ସୌଭାଗ୍ୟ। ନିତିଦିନ ତାଙ୍କୁ ସାଙ୍ଗରେ ନେବି, ଆଣି ତାଙ୍କ ଘରେ ଛାଡ଼ିବି, ଯେମିତି ବାପ ପୁଅର ସମ୍ପର୍କ। କିନ୍ତୁ ଆମେ ଗାଁ ହିସାବରେ ଦେଖିଲେ, ଯେହେତୁ ତାଙ୍କ ଘରଟା ମାହାଙ୍ଗା, ଆମ ଗାଁ ଆଉ ତାଙ୍କ ଗାଁ ଭିତରେ ବୈବାହିକ ସମ୍ପର୍କ ଥିଲା ଓଡ଼ିଶାରେ, ସେ ମୋର ହିସାବରେ ଭାଇନା ହେବେ ବୋଲିକି ଦେଖାଗଲା। ତେଣୁ ଦି ଭାଇର ସମ୍ପର୍କ। ତାଙ୍କର ବିୟୋଗ ପରେ କିଏ ହବ ସମୀକ୍ଷକ, ଜ୍ଞାନ ଏବଂ ଅନେକ କଳାକାର ଆପଣମାନଙ୍କ ପରି ଯେଉଁମାନେ ଆଗ ଧାଡ଼ିରେ ଅଛନ୍ତି, ତାଙ୍କ ସହିତ ବହୁତ ଆଲୋଚନା ହେଇନି। ମୁଁ ଶେଷକୁ ଥରେ ଜ୍ଞାନକୁ ପଚାରିଲି, ଆମେ ପଦ୍ମବାନ ପ୍ରତିଭାଟିକୁ ଦେଇଯିବା ପଣ୍ଡିତ। ଜ୍ଞାନ କହିଲା ଉତ୍ତମ ହବ, ଆଉ କାହା କଥା ଚିନ୍ତା କରନ୍ତୁ ନାହିଁ। ମୁଁ ପରାମର୍ଶ ନେଇଛି, ମଦନ ଜେନାଙ୍କୁ ପଚାରିଲି, ସିଏ ବି କହିଲେ। ଏବଂ ସବୁ ଅଞ୍ଚଳ ଲୋକ, ବିଶେଷ କରି ଆମ ପାଲା ଜଗତର ସମସ୍ତେ ପଦ୍ମନାଭ ତ୍ରିପାଠୀଙ୍କ ନାଁଟାକୁ ସମସ୍ତେ କହିଛନ୍ତି। ଏବଂ ତାଙ୍କରି ପ୍ରେରଣା ଏବଂ ସେମାନଙ୍କର ପରାମର୍ଶରେ ପଦ୍ମନାଭ ତ୍ରିପାଠୀ ବସିଲେ ଏବଂ ସେ ଆସନର ଉପଯୁକ୍ତ ବ୍ୟବହାର ମଧ୍ୟ କଲେ, ଯାହାକି ପୁଣି କିଛି ଦିନ ପାଇଁ ପାଲା ସାହିତ୍ୟକୁ, ପାଲା କଳାକୁ ଆଗକୁ ନେବାରେ ଆମକୁ ସହଯୋଗ କରିଛି।
କିଛି ଦିନ ପାଇଁ ପ୍ରାର୍ଥନାରେ ପାଲା ବନ୍ଦ ଅଛି ଅନ୍ୟ କାର୍ଯ୍ୟକ୍ରମ ପାଇଁ। ତେବେ ବିଶେଷ କଥା ହେଉଛି ଓଡ଼ିଶାରେ ଯେତେବେଳେ ଧୀରେ ଧୀରେ ଏ କଳାକୁ ନ ଦେଖି ଅନ୍ୟ ଆଡ଼କୁ ଯାଉଥିଲେ, ମଞ୍ଚ ସେତେବେଳେ ଅନ୍ଧାର ହେଇ ଆସୁଥିଲା, ପ୍ରାର୍ଥନାର ଏଇ ଯେଉଁ ପାଲା ହେଲା ତାପରେ ଅନେକ ମଞ୍ଚ ବି ଗଢ଼ିଲା। ମୁଁ ଯାଇ ଏକଡାଳରେ ରଜତକରଙ୍କୁ ଧରି ଏକଡାଳରେ ଗୋଟେ ପାଲା ମଞ୍ଚକୁ ଉଦ୍ଘାଟନ କଲୁ, ନୂଆ ମଞ୍ଚ ସେ ଗାଁରେ। କାହିଁକି କହିବି, ପାଲାକୁ ପ୍ରଚାର କରିବା, ପାଲା ଏକ ଲୋକକଳା ହେଇପାରେ, ଏକ ସାଙ୍ଗୀତିକ ମନୋରଞ୍ଜନ ହେଇପାରେ। ଅନ୍ୟ ଦୃଷ୍ଟିରେ ଦେଖିଲେ ପାଲା ଏକ ସତ୍ସଙ୍ଗ। ଆପଣମାନେ ଏଠି କ'ଣ ଶୁଣୁଛନ୍ତି? ହରିକଥା ଶୁଣୁଛନ୍ତି। ତା ଭିତରେ ଅଛି ହରିକଥା। ଆପଣ ହରିନାମ ଜପିବାକୁ ଘରେ ସମୟ ନଥିବ, କିନ୍ତୁ ଆଜି ବର୍ଷରେ 5 ଦିନ ହଉ 7 ଦିନ ହଉ ଆପଣ ଏଠି ବସି ଯେଉଁ ହରିକଥା ଶୁଣିବାର ସୁଯୋଗ ଲାଭ କରିଛନ୍ତି, ଏଥିରେ ପୁଣ୍ୟ ଲାଭ ହେଉଛି। ପ୍ରକାରାନ୍ତରେ ଆପଣ ନୁହନ୍ତି, ଆପଣଙ୍କ ପରବର୍ତ୍ତୀ ପିଢ଼ି, ଆଜି ପିଲା ବସିନାହାନ୍ତି ଏଠି, କିଛି ପିଲା ବସିଛନ୍ତି, ସେମାନଙ୍କୁ ମଧ୍ୟ ସଞ୍ଚରିତ ହେଉଛି ଏଇ ଯେଉଁ କଳା। ଆଉ ଆଶୀର୍ବାଦ ମିଳୁଛି ପରୋକ୍ଷରେ ସତ୍ୟନାରାୟଣଙ୍କର, ଏବଂ ସେମାନଙ୍କର ମଙ୍ଗଳ ନିଶ୍ଚିତ ହେବ। ଯେଉଁ ପିଲା, ଯେଉଁ ଝିଅ, ଯେଉଁ ପୁଅ ଏଠି ବସି ପାଲା ଦେଖିବ, ଯେଉଁ କୈଶୋର ଟିକେ ପାଲା ଦେଖିବ, ନିଶ୍ଚିତ ଭାବରେ ସତ୍ୟନାରାୟଣଙ୍କର ଯେଉଁ ଆଶୀର୍ବାଦ, ଅଦୃଶ୍ୟ ଆଶୀର୍ବାଦ, ଯାହାକୁ ଦେଖି ହୁଏ ନା, ମିଳିବ ହିଁ ମିଳିବ। ସିଏ ହେଉଛି, ମୁଁ ହେଉଛି ତାର ଉଦାହରଣ। ମୁଁ ଗୋଟିଏ ବର୍ଷ ପାଲା ମୋ ମଞ୍ଚରେ ଛାଡ଼ିନି, ମୋ ଗାଁ ମଞ୍ଚରେ ସବୁବେଳେ ସେ ପିଲାଦିନୁ ପାଲା ଦେଖି ଆଜି ମଧ୍ୟ ସେ ପାଲାର ପ୍ରଚାର ପ୍ରସାର ପାଇଁ ସେ ଗାଁରେ ମୁଖ୍ୟ ଭୂମିକା ନେଇଛି। ଯଦିବା ଆମର ପୁରୁଣା ଲୋକମାନେ ଚାଲିଗଲେଣି, 3 ରାତି ପାଲା ହେଇଥିଲା, ଏବେ 4 ରାତି ତାକୁ କରିଛୁ, ରଜ ସମୟରେ ହୁଏ। ଆପଣମାନଙ୍କୁ ଈଶ୍ୱର ନିଶ୍ଚିତ ଆଶୀର୍ବାଦ କରିବେ। ଆଉ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ପ୍ରାର୍ଥନା କରିବି ଏ ମଞ୍ଚ ଦୀର୍ଘଜୀବୀ ହଉ। ଆପଣ ନୁହନ୍ତି, ଆପଣଙ୍କ ପିଲା ନୁହନ୍ତି, ତା ପିଲା ଏ ମଞ୍ଚରେ ଏଇ ପାଲାକୁ ପ୍ରଚାର କରୁ ଏବଂ ସେ ଅଦୃଶ୍ୟ ଆଶୀର୍ବାଦକୁ ଲାଭ କରୁ, ବିଶ୍ୱରୁ ଦୁଃଖ ଦୂର ହେଇଯାଉ। ପ୍ରାର୍ଥନା ଚ୍ୟାନେଲ ପରେ ଏଠି ଘୋଷଣା କରିବାକୁ ଯାଉଛି, ପୁଣି ଆଉ ଗୋଟେ ଚ୍ୟାନେଲର ଦାୟିତ୍ୱ ଆମ ମୁଣ୍ଡ ଉପରେ ଲଦା ହେଲା। ସେ ହେଉଛି ଶ୍ରୀ ଜଗନ୍ନାଥ ଧାମ। ପ୍ରତିଦିନ ସନ୍ଧ୍ୟାରେ ଏବଂ ସକାଳେ ବର୍ତ୍ତମାନ ଆପଣମାନେ ସିଧା ପ୍ରସାରଣ ଦେଖିପାରୁଛନ୍ତି। ଯଦିବା ସବୁ ଯେଉଁ ଅଛି ଡିଜିଟାଲ ମିଡ଼ିଆ ସେଇଠି ରହିଛି, ଆପଣମାନେ ଟାଟା ସ୍କାଇଠୁ ଆରମ୍ଭ କରି ସନ୍ ଟିଭି, ସିଟି ଟିଭି, ଏବେ ସବୁ ଟିଭି କି ଯିବାର ବ୍ୟବସ୍ଥା ହେଉଛି। ଆପଣମାନେ ଗାଁରେ ବି ପାଇପାରିବେ ଅଳ୍ପ ଦିନ ଭିତରେ ତାକୁ। ପୁଣି ପ୍ରାର୍ଥନା ଭଳିଆ ଆଉ ଗୋଟିଏ ଚ୍ୟାନେଲ, ଆଧ୍ୟାତ୍ମିକ ଚ୍ୟାନେଲ, ଯାହାକି କେବଳ ଶ୍ରୀ ଜଗନ୍ନାଥଙ୍କ ପ୍ରଚାର କରିବ। ଜଗନ୍ନାଥ ନଥିଲେ ଆମ ଜୀବନ ନାହିଁ। ଆମେ ସମସ୍ତେ, ଏ ସତ୍ୟନାରାୟଣ କିଏ? ସେ ହିଁ ଜଗନ୍ନାଥ, ଆଉ କେହି ନୁହନ୍ତି। ତେଣୁ ତାଙ୍କର ପ୍ରଚାର ପ୍ରସାର କରିବା ପାଇଁ ତାଙ୍କୁ ଟିକେ ବିଶ୍ୱର ବାହାରେ, ଆମ ଓଡ଼ିଶା ନୁହେଁ, ଭାରତ ନୁହେଁ, ଭାରତ ବାହାରରେ ପ୍ରଚାର କରିବା ପାଇଁ ହିନ୍ଦୀ ଓଡ଼ିଆ 2 ଭାଷା କରାଯାଇଛି। ଏଥିରେ ହିନ୍ଦୀରେ ପ୍ରୋଗ୍ରାମ ହେବ, ଓଡ଼ିଆରେ ମଧ୍ୟ ପ୍ରୋଗ୍ରାମ ହେବ। ଆପଣମାନେ ନିଶ୍ଚିତ ଭାବରେ ଭଲ ପାଇବେ, ସହଯୋଗ କରିବେ, ସେ ଆଶା ଆମେ ଏଠି ରଖିବୁ ଏବଂ ଆପଣଙ୍କର କଲ୍ୟାଣ ଚିନ୍ତା କରୁଛୁ, ଈଶ୍ୱରଙ୍କ ପ୍ରାର୍ଥନା କରୁଛୁ, ଅମ୍ବିକାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ସମସ୍ତେ କରନ୍ତୁ। ଅନୁଷ୍ଠାନ ବଞ୍ଚି ରହୁ, ପାଲା ବଞ୍ଚି ରହୁ। ଆଉ ତାପରେ ମଞ୍ଚରେ ଠିଆ ହେଇଥିବା ରବିନାରାୟଣ ତ୍ରିପାଠୀ ମହୋଦୟ, ଆଉ ଆସିଛନ୍ତି ବି ପତି ମଧୁସୂଦନ ପତି ଆସିছে, ସେ ବି ଭଲ କରି ଜାଣନ୍ତି ମୋତେ। ପ୍ରାର୍ଥନାରେ ସେ ବି ପାଲା ପରିବେଷଣ କରିଛନ୍ତି। ସମସ୍ତଙ୍କୁ ନେଇ ଅନୁଷ୍ଠାନରେ ଶୃଙ୍ଖଳାର ସହିତ ଆପଣଙ୍କ ଗାଁରେ ଏ ପାଲାକୁ ବଜାଇ ରଖନ୍ତୁ। ଏବଂ ମୁଁ ଯଦି କ'ଣ କହୁ କିଛି ଭୁଲ କଥା କହିଥିବି, ମନରେ କଷ୍ଟ ଦେଇଥିବି, ମୋତେ ଟିକେ କ୍ଷମା କରିଦେବେ। ସମସ୍ତେ ଏକା ସ୍ୱରରେ କହିବା, ଜିଲ୍ଲାର ପାଲା ସଂଘ ଏଇଟା কি କରୁଛି ପାଲା, ମାନେ ଏଇଟା ଅନୁଷ୍ଠାନଟା ଆମ ଗାଁ ଗାଁ ମା ଅମ୍ବିକା ପାଲା ଅନୁଷ୍ଠାନ। ହଁ, ଭଲ। ଗ୍ରାମବାସୀ ମିଶି ଏମିତି କରନ୍ତୁ ଏବଂ ସୁଖ ଶାନ୍ତିରେ ସମସ୍ତେ ରୁହନ୍ତୁ। ସମସ୍ତଙ୍କ ଭିତରେ ଏଇ ଯେଉଁ ବସିନାହାନ୍ତି ରାତିରେ, ଆପଣ ଏଠି 2 ଭାଇ ବସିଛନ୍ତି, ସେଠି ଏମିତି ବସିବାର ସୁଯୋଗ ଆଉ କେତେବେଳେ ହେଇନପାରେ, କିନ୍ତୁ ସତ୍ସଙ୍ଗରେ ଆପଣ ବସିବାର ସୁଯୋଗ ହେଇଛି। ଈଶ୍ୱରଙ୍କ ପାଖରେ ଆପଣମାନେ ବସିଛନ୍ତି ବୋଲି ଭାବନ୍ତୁ, ଈଶ୍ୱରଙ୍କ କଥା ଶୁଣୁଛନ୍ତି। ଆଉ କଥା ଶୁଣାଉଛନ୍ତି ରବିନାରାୟଣ ବାବୁ, ତାପରେ ବି ଆସିବେ ମଧୁପତି, ସେ ଶୁଣେଇବେ।
ଆପଣମାନେ ମନୋଯୋଗ ସହକାରେ ଶୁଣନ୍ତୁ, ପିଲାମାନଙ୍କୁ ଶୁଣାନ୍ତୁ, ଆଗାମୀ ପିଢ଼ିକି ଶୁଣାନ୍ତୁ। ଏଇ କଥା ଖାଲି ଆପଣମାନଙ୍କୁ ଅନୁରୋଧ କରିବି, ପିଲାଙ୍କୁ ଧରିକିରି ଏଠି ବସିକିରି ପାଲା ଶୁଣାନ୍ତୁ। ଏଇ 5 ଦିନ ନିହାତି ପାଠ ନ ପଢ଼ୁ ପିଲା, ଏ ପାଠ ପଢ଼ୁ। ମୁଁ ସବୁବେଳେ କହେ ନା ବସିଛନ୍ତି ପିଲା, ବସିଛନ୍ତି, ମୁଁ ଛୋଟ ପିଲା ଦେଖୁଛି ତତେ ବହୁ ସଂଖ୍ୟାରେ, ଏତେ ମଣିଷ ଭିତରେ ପିଲା କ'ଣ 2-4ଟି ଅଛନ୍ତି? କାହିଁକି ଆସିବନି? ଆପଣଙ୍କ ପୁଅ କୋଉଠି ଅଛି? ଯୋଉ କୈଶୋର ପିଲାଟି କୋଉଠି ଅଛି? ସେ କାହିଁ ବସିବନି? ତେଣୁ ଆପଣମାନେ ସମସ୍ତେ ଏ ସହଯୋଗ କରନ୍ତୁ, ପରବର୍ତ୍ତୀ ପିଢ଼ିକି ସଂସ୍କାର ଦେବା ପାଇଁ, ସଂସ୍କୃତି ଆଡ଼କୁ ଟାଣିବା ପାଇଁ ପାଲା ଦେଖାନ୍ତୁ। ଏତିକି ଅନୁରୋଧ କରିବି। ମୋ ବାଣୀକୁ ବିଶ୍ରାମ ଦେବି। ମୋତେ ଏଠି ଡାକିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ। ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରୁଛି ଶପଥ ମହାପାତ୍ର ମହୋଦୟଙ୍କୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଆଜିର ଆମର ମୁଖ୍ୟ ଅତିଥି ପଣ୍ଡିତ ପଦ୍ମନାଭ ତ୍ରିପାଠୀ ମହୋଦୟଙ୍କୁ, ସେ ଗାୟକ ରବିନାରାୟଣ ତ୍ରିପାଠୀ ମହୋଦୟଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରିବେ। ଅନୁରୋଧ କରିବି ମଧୁସୂଦନ ପତି ଏବଂ ତାଙ୍କର ସାଥୀମାନେ ସେ ମଞ୍ଚ ପାଖକୁ ଆସିବେ, ତାଙ୍କୁ ମଧ୍ୟ ଆମେ ଅନୁଷ୍ଠାନ ତରଫରୁ ସମ୍ମାନିତ କରିବୁ। ଏବେ ବାୟକ, ଆଜିର ମଞ୍ଚରେ ଥିବା ବାୟକଙ୍କୁ ସମ୍ମାନିତ କରିବା ପାଇଁ ଦିଅନ୍ତୁ। ବର୍ତ୍ତମାନ ଗାୟକ ନଟରାଜ ମଧୁସୂଦନ ପତି ଏବଂ ତାଙ୍କର ସାଥୀ ସହକର୍ମୀ ମାନଙ୍କୁ ମୁଁ ଅନୁରୋଧ କରିବି ଶପଥ ମହାପାତ୍ର ମହୋଦୟଙ୍କୁ ସେ ସମ୍ମାନିତ କରିବେ। ଗାୟକ ଦକ୍ଷ ଆମର ଚଳିତ ବର୍ଷର ପାଲା କାର୍ଯ୍ୟକ୍ରମ ଏବଂ ଏ ସମସ୍ତ କାର୍ଯ୍ୟକ୍ରମକୁ ନିଜର କ୍ୟାମେରାରେ ସ୍ଥାନ ଦେଉଥିବା ବିଆର ମୁଭିଜର ଯିଏ ଅଛନ୍ତି କର୍ମକର୍ତ୍ତା, ତାଙ୍କୁ ଅନୁରୋଧ କରିବି ଆଜିର ମୁଖ୍ୟ ଅତିଥି ତାଙ୍କୁ ସମ୍ମାନିତ କରିବେ। ବିଆର ମୁଭିଜର ଯିଏ ଅଛନ୍ତି ଆଜିର ଦାୟିତ୍ୱରେ, ତାଙ୍କୁ ଅନୁରୋଧ କରିବି ସେ ଆସିବେ ମଞ୍ଚ। ବର୍ତ୍ତମାନ ଆଜିର ଏ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶେଷ ହୋଇଛି। ମୁଁ ଆଜିର ମୁଖ୍ୟ ଅତିଥି ପଣ୍ଡିତ ପଦ୍ମନାଭ ତ୍ରିପାଠୀ ମହୋଦୟଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛୁ, ଧନ୍ୟବାଦ ଅର୍ପଣ କରୁଛୁ ଶପଥ ମହାପାତ୍ର ମହୋଦୟଙ୍କୁ। ତାଙ୍କର ଓଟିଭିରେ ଏତେ କାର୍ଯ୍ୟକ୍ରମ ଥାଇ ମଧ୍ୟ ଆମର ନିମନ୍ତ୍ରଣ ରକ୍ଷା କରି ଆମ ଗହଣରେ ପହଞ୍ଚିଥିବାରୁ ଆମେ କୃତଜ୍ଞତା ଜ୍ଞାପନ କରୁଛୁ। ଏବେ ପାଲା କାର୍ଯ୍ୟକ୍ରମ ଜାରି ରହିବ ଏବଂ ଅନୁରୋଧ କରୁଛୁ ଗାୟକ ନଟରାଜ ମଧୁସୂଦନ ପତି ମହୋଦୟଙ୍କୁ କାଳ ବିଳମ୍ବ ନ କରି ଖୁବ୍ ଶୀଘ୍ର ସାଥୀମାନଙ୍କୁ ଧରି ମଞ୍ଚରେ ପହଞ୍ଚିବେ।